ରାସ୍ତା କାମରେ କାହିଁକି ହେଉଛି ବିଳମ୍ବ? କାହା ନିର୍ଦ୍ଦେଶରେ ଚାଲିଛି ରାସ୍ତା କାମ? ଆଉ କେତେ ବର୍ଷ ଲାଗିବ ରାସ୍ତା ନିର୍ମାଣ କାର୍ଯ୍ୟ? ହଁ ଦର୍ଶକ ବନ୍ଧୁ, ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି ସାଧାରଣ ଲୋକଙ୍କ ମନରେ। ଓଡ଼ିଶାର ବିଜେପି ସରକାର ତଥା ମୋହନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଞ୍ଚଳରେ ରାସ୍ତା କାମ ବହୁ ଧୁମଧାମରେ ଆଗୋଇ ଚାଲିଥିବା ବେଳେ ଏହି ରାସ୍ତାରେ ବାଧା ସୃଷ୍ଟି ହେଉଛି କାହିଁକି? ତୃତୀୟ ବ୍ୟକ୍ତି କରୁଛନ୍ତି କି ହସ୍ତକ୍ଷେପ? କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଅନ୍ତର୍ଗତ ତଣ୍ଡିବେଡ଼ା ଗ୍ରାମରୁ ମନୋହରପୁର ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ OMBDC ପକ୍ଷରୁ ନିର୍ମାଣ ହେଉଥିବା ନୂତନ ରାସ୍ତା କାମରେ ବହୁ ବିଳମ୍ବ ହେଉଥିବା ଅଭିଯୋଗ କରି ଆସୁଛନ୍ତି ଗ୍ରାମବାସୀ। ପାଖାପାଖି ସମାନ ସ୍ଥିତି ତଣ୍ଡିବେଡ଼ା ଗ୍ରାମଠାରୁ ସୀତାବିଞ୍ଜ ମା ସୀତା ଠାକୁରାଣୀଙ୍କ ଭଣ୍ଡାର ଘର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମ। ଏ ଅଞ୍ଚଳବାସୀ ଆଶା ରଖିଥିଲେ ଚଳିତ ବର୍ଷ ସୀତାବିଞ୍ଜ ମେଳାକୁ ଭଲ ରାସ୍ତାରେ ଯିବା ପାଇଁ, କିନ୍ତୁ ଅସମ୍ଭବ। ଗୋଟିଏ ସମୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ଗଣ୍ଡଶିଳା ଠାରୁ ସୀତାବିଞ୍ଜ ଶାଳ ପର୍ଯ୍ୟନ୍ତ ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ ବାକି ଦୁଇଟି ରାସ୍ତା କାର୍ଯ୍ୟ ମନ୍ଥର କାହିଁକି? ରାସ୍ତା କାମ ଆଉ କେତେ ବର୍ଷ ଲାଗିବ? ସେ ନେଇ ଚିନ୍ତାରେ ଅଞ୍ଚଳବାସୀ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।